ସମସ୍ତଙ୍କୁ ସାଦର ଅଭିନନ୍ଦନ। ଭାଗବତକାର ବିପ୍ରକବି ଜଗନ୍ନାଥ ଦାସ ଓଡ଼ିଶାର ପୁରପଲ୍ଲୀ ଠାରୁ ଆରମ୍ଭ କରି ସହରବାସୀ ପର୍ଯ୍ୟନ୍ତ ପ୍ରତ୍ୟେକ ଓଡ଼ିଆ ପରିବାରର ପ୍ରିୟ କବି। କେବଳ ପବିତ୍ର ଭାଗବତ ଗ୍ରନ୍ଥ ପାଇଁ ସନ୍ଥ କବି ଜଗନ୍ନାଥ ଓଡ଼ିଆ ଜାତିର ଏତେ ଶ୍ରଦ୍ଧାଭାଜନ ହୋଇପାରିଛନ୍ତି। ଯଦିଓ ଏହା ବ୍ୟତୀତ ସେ ଆହୁରି ଅନେକ କାବ୍ୟ କବିତାର ସ୍ରଷ୍ଟା। ଆଜି ଆମେ ସେହି ଜଗନ୍ନାଥ ଦାସଙ୍କ ବିଷୟରେ ଆଲୋଚନା କରୁଛେ। ପଞ୍ଚଦଶ ଶତାବ୍ଦୀର ସମୟକୁ ଅନୁମାନ କରି କୁହାଯାଉଛି ଭକ୍ତ କବି ଜଗନ୍ନାଥ ଦାସଙ୍କର ଜନ୍ମ ସେହି ଶତାବ୍ଦୀରେ ପୁରୀ ଜିଲ୍ଲାର କପିଳେଶ୍ୱରପୁର ଗ୍ରାମରେ ତାଙ୍କର ଜନ୍ମ। ତାଙ୍କ ରଚିତ ଓଡ଼ିଆ ଭାଗବତ ଏକ ପବିତ୍ର ଗ୍ରନ୍ଥ। ବର୍ଷା କବିତାଟି ଓଡ଼ିଆ ଭାଗବତର 10ମ ସ୍କନ୍ଧର 21 ଅଧ୍ୟାୟରୁ ଅଣାଯାଇଛି। ପିତାଙ୍କ ନାମ ଭଗବାନ ଦାସ ଏବଂ ମାତାଙ୍କ ନାମ ପଦ୍ମାବତୀ ଦେବୀ। ଅନୁମାନ କରାଯାଏ 1552 ମସିହା ମାଘ ମାସ ଶୁକ୍ଳ ପଞ୍ଚମୀ ଦିନ କବି ଇହଧାମ ତ୍ୟାଗ କରିଥିଲେ। ଏ ହେଉଛି ଭକ୍ତ କବି ଜଗନ୍ନାଥ ଦାସଙ୍କ କୃତ ଶ୍ରୀମଦ୍ ଭାଗବତ। ଏହା ପ୍ରଥମରୁ ତ୍ରୟୋଦଶ ସ୍କନ୍ଧ ପର୍ଯ୍ୟନ୍ତ ରହିଛି, କିନ୍ତୁ କବି ଜଗନ୍ନାଥ ଦାସ ପ୍ରଥମରୁ 10ମ ସ୍କନ୍ଧ ଯାଏଁ ରଚନା କରିବା ପରେ ଇହଧାମ ତ୍ୟାଗ କରିଥିଲେ। ବର୍ତ୍ତମାନ ଯେଉଁ ଚିତ୍ରଟି ଆମେ ଦେଖୁଛେ, ଏହି ଚିତ୍ରଟିରେ ଆକାଶରୁ ଭୂପୃଷ୍ଠରେ ପାଣି ପଡ଼ିବାର ଚିତ୍ର। ଏହି ଚିତ୍ରଟି ମଧ୍ୟ ବର୍ଷାର ଚିତ୍ର। ବର୍ଷା ଋତୁର ଚିତ୍ର ଦେଖିଲେ ମନେ ହୁଏ ଏହି ଋତୁ ବିଷୟରେ ହିଁ ଆମେ ଆଲୋଚନା କରିବା। ଏ ଚିତ୍ର ସବୁ ଆମକୁ ସୂଚେଇ ଦିଏ ଯେ ଏହା ଏକ ବର୍ଷା ଋତୁର ଚିତ୍ର। ଏହି ବର୍ଷା କବିତାଟିକୁ ରଚନା କରିଛନ୍ତି ଭକ୍ତ କବି ଜଗନ୍ନାଥ ଦାସ। ପ୍ରଥମେ ଆମେ ଗୀତଟିକୁ ଦେଖିବା। ଏମନ୍ତେ ଗ୍ରୀଷ୍ମକାଳ ଗଲା, ବର୍ଷା ଋତୁ ପ୍ରକାଶିଲା, ସକଳ ଋତୁଙ୍କର ସାର, ଶସ୍ୟ ସମ୍ପଦ ମଞ୍ଚପୁର, ମେଘେ ମିଳିଲେ ଶୂନ୍ୟ ପଥେ, ବିଜୁଳି ଶବଦ ସଙ୍ଗତେ, ମହିମଣ୍ଡଳ ଦୁଃଖ ଚାହିଁ, ଜଳ ଛାଡ଼ିଲା ତୋଷ ହୋଇ, ଘୋର ଶବଦେ ମେଘମାଳ, ଗର୍ଜିଣ ବରସନ୍ତି ଜଳ। ଏବେ ଏଠାରେ କଠିନ ଶବ୍ଦ ବ୍ୟତୀତ ଏହାର ଅର୍ଥକୁ ବୁଝିବା ପାଇଁ କେତୋଟି ଶବ୍ଦ ଆମେ ଜାଣିବା। ଏମନ୍ତେ ଅର୍ଥାତ୍ ଏହିପରି ଗ୍ରୀଷ୍ମକାଳ ଗଲା ଏବଂ ବର୍ଷା ଋତୁ ପ୍ରକାଶ ପାଇଲା। ସକଳ ଋତୁଙ୍କର ସାର ଅର୍ଥାତ୍ ସମସ୍ତ ଋତୁଙ୍କ ମଧ୍ୟରେ ଶ୍ରେଷ୍ଠ ହେଉଛି ବର୍ଷା ଋତୁ। କାରଣ ଶସ୍ୟ ସମ୍ପଦ ମଞ୍ଚପୁର ବା ଏହି ମର୍ତ୍ତ୍ୟପୁରରେ ଭରି ରହିଥାଏ। ମେଘେ ମିଳିଲେ ଶୂନ୍ୟ ପଥେ, ଆକାଶରେ ବା ଶୂନ୍ୟ ପଥରେ ମେଘମାନେ ଏହି ଋତୁରେ ମିଳିତ ହେଲେ। ଏହା ଦ୍ୱାରା ବିଜୁଳି ଏବଂ ଶବ୍ଦ ପ୍ରକାଶିତ ହେଲା। ଏହା କାହିଁକି ହେଲା? ଗ୍ରୀଷ୍ମରେ ଲୋକଙ୍କର କଷ୍ଟକୁ, ଦୁଃଖକୁ, ମହୀର
ଦୁଃଖକୁ ସହି ନ ପାରି ବର୍ଷା ସନ୍ତୁଷ୍ଟ ହୋଇ ଲୋକଙ୍କୁ ଜଳ ପ୍ରଦାନ କଲା। ଘୋର ଶବଦେ ମେଘମାଳ ଗର୍ଜିଣ ବରସନ୍ତି ଜଳ। ଠିକ୍ ଏହିପରି ଅନ୍ୟ ଏକ ପଦରେ ମଧ୍ୟ କୁହାଯାଇଛି, ଜଳ ବିନା ପ୍ରାଣୀର ଜୀବନ ଅସମ୍ଭବ। ତେଣୁ ବର୍ଷା ନିଜ କରୁଣା ମନରେ ପୃଥିବୀ ପୃଷ୍ଠକୁ ଜଳ ପ୍ରଦାନ କରିଛନ୍ତି। କାରଣ ପୃଥିବୀର ତେଜ, ରବିର ତେଜ ପୃଥିବୀ ଉପରେ 8 ମାସ ଧରି ରହିଥିଲା। ଯେତେବେଳେ ଜଳ ପାଇଲା, ସେ ଅତି ଖୁସି ମନରେ ତାହାକୁ ଗ୍ରହଣ କଲା। ଯେପରି ତପସ୍ୱୀମାନେ ତପସ୍ୟା କରିବା ପରେ ହିଁ ଫଳ ପ୍ରଦାନ ବା ଫଳ ପାଇଥାନ୍ତି, ଠିକ୍ ସେହିପରି 8 ମାସର କଷ୍ଟ ପାଇବା ବ୍ୟବଧାନ ପରେ ପୃଥିବୀକୁ ଜଳ ମିଳିପାରିଛି। ପୁଣି ଗୋଟିଏ ପଦରେ କୁହାଯାଇଛି, ଖଦ୍ୟୋତ ଅର୍ଥାତ୍ ଜୁଳୁଜୁଳିଆ ପୋକ ନିଶାମୁଖେ ସନ୍ଧ୍ୟାବେଳେ ଜଳକୁ ଆବରିଲେ ସୁଖେ। ସେମାନେ ବର୍ଷା ଋତୁର ସନ୍ଧ୍ୟାବେଳେ ଉଡ଼ି ବୁଲିଲେ। ମଣ୍ଡୁକେ ବା ବେଙ୍ଗମାନେ ମଧ୍ୟ ଜଳ ଭିତରେ ପଶି ଗର୍ଜନ କରିବା ଆରମ୍ଭ କଲେ। ନଦୀ ଧୀରେ ଧୀରେ ପୂରି ଉଠିଲା ଏବଂ ଲହରୀ ଧରି ସେ ଉଛୁଳି ଗଲା। ଏସବୁ ଦୃଶ୍ୟ ବର୍ଷା ଋତୁର। ଏଠାରେ ଆହୁରି ଅନେକ ପଦ ରହିଛି, କିନ୍ତୁ ଶିକ୍ଷାର୍ଥୀମାନଙ୍କ ପାଇଁ ଏଠାରେ ଯେତିକି ପଦର ଆବଶ୍ୟକତା ରହିଛି, କେବଳ ସେତିକି ଏଠାରେ ରଖାଯାଇଛି। ନାନା ପ୍ରକାରେ ଶସ୍ୟ ରାଶି ଏଣେ ପୂରିତ ମହିଦିଶି। ଏହି ଋତୁରେ ଅନେକ ପ୍ରକାରର ଶସ୍ୟ ପୃଥିବୀକୁ ମଣ୍ଡିତ କରି ରହିଛନ୍ତି। ଛତୁ ଯେ ଛତ୍ରପ୍ରାୟ ହୋଇ ରାଜାର ପ୍ରାୟ ଦିଶେ ମହି। ଏହି ଋତୁରେ ଭୂପୃଷ୍ଠ ଉପରେ ଛତୁ ସବୁ ଫୁଟି ଉଠନ୍ତି। ରାଜାଙ୍କର ମସ୍ତକ ଉପରେ ଛତ୍ର ଛାୟା ରହିଲା ଭଳି ଛତୁଟି ପୃଥିବୀକୁ ଛତ୍ର ପରି ଘୋଡ଼ାଇ ରହିଛନ୍ତି ଏବଂ ପୃଥିବୀ ରାଜା ଭଳି ପ୍ରତୀତ ହେଉଛି। ମୟୂରେ ଗିରିଶିଖେ ଥାଇ ନୃତ୍ୟ କରନ୍ତି ମେଘେ ଚାହିଁ। ମୟୂର ନୃତ୍ୟ କରିବା ଏବଂ କଳା ମେଘ ଘୋଟି ଆସିବା ଦୁହେଁ ଦୁହିଁଙ୍କର ପରିପୂରକ। ନୃତ୍ୟ ସେ କାହିଁକି କରୁଛି? ଅତିଥି ଦେଖି ଭକ୍ତଜନେ ଯେସନେ ତୋଷ ହୁଅନ୍ତି ମନେ। ଅତିଥି, ଯେଉଁ ବ୍ୟକ୍ତି ତିଥି ନ ଦେଖି ପ୍ରବେଶ କରେ, ତାକୁ ଆମେ ଅତିଥି ବୋଲି କହିଥାଉ। ମୟୂର ମଧ୍ୟ ବର୍ଷାକୁ ଅତିଥି ବୋଲି ମନେ କରୁଛି ଏବଂ ତା ମନକୁ ସନ୍ତୁଷ୍ଟ କରି ଖୁସିରେ ସେ ନୃତ୍ୟ କରୁଛି। ଏହା ହେଲା କବିତାଟି। ଏହି କବିତାରେ ଯେଉଁ କଠିନ ଶବ୍ଦ ଥିଲା, ତାହା ହେଲା ନିଶାମୁଖ, ତ୍ରାସ, ମଞ୍ଚପୁର, ଖଦ୍ୟୋତ, ଗୁଞ୍ଜନ୍ତି, ମଣ୍ଡୁକ, କୋଷ। ଏହି କଠିନ ଶବ୍ଦର ଅର୍ଥ ପଢ଼ିବା ପରେ ଆମକୁ ଏହି ପଦ୍ୟଟି ପଢ଼ିବା ଭଲ ଲାଗିବ। ଅଭ୍ୟାସରେ ଦିଆଯାଇଛି, ବର୍ଷରେ କେତୋଟି ଋତୁ ଆସେ? ବର୍ଷରେ 6ଟି ଋତୁ ଆସେ। ଗ୍ରୀଷ୍ମ ଋତୁ ପରେ କେଉଁ ଋତୁ ଆସେ? ଗ୍ରୀଷ୍ମ ଋତୁ ପରେ ବର୍ଷା ଋତୁ ଆସେ। ମେଘମାନେ କେଉଁଠି ମିଳିତ ହୁଅନ୍ତି? ମେଘମାନେ ଶୂନ୍ୟ ପଥରେ ମିଳିତ ହୁଅନ୍ତି। ପୃଥିବୀ ସୂର୍ଯ୍ୟଙ୍କ ଉତ୍ତାପରେ କେତେ ମାସ ଉତ୍ତପ୍ତ ଥିଲା? ପୃଥିବୀ ସୂର୍ଯ୍ୟଙ୍କ ଉତ୍ତାପରେ 8 ମାସ ଉତ୍ତପ୍ତ ଥିଲା।
ଖଦ୍ୟୋତ କେତେବେଳେ ଉଡ଼ି ବୁଲେ? ଖଦ୍ୟୋତ ସନ୍ଧ୍ୟାବେଳେ ଉଡ଼ି ବୁଲେ। ଏହା ଥିଲା 1 ନମ୍ବରର ଉତ୍ତର। 2 ନମ୍ବରରେ ପ୍ରଶ୍ନ ହେଲା ମେଘମାଳ କିପରି ଭାବରେ ଜଳ ବର୍ଷା କଲେ? ମେଘମାଳ ଘୋର ଶବ୍ଦରେ ଗର୍ଜନ କରି ଜଳ ବର୍ଷା କଲେ। 6 ନମ୍ବର ଗର୍ଜନ୍ତି ଆବରୀଣ ପାଣି। ଏଠାରେ କିଏ ଗର୍ଜିବା କଥା କୁହାଯାଇଛି? ଉତ୍ତର ଏଠାରେ ବେଙ୍ଗମାନେ ଗର୍ଜିବା କଥା କୁହାଯାଇଛି। ଗ ନମ୍ବର ଏହି କବିତାରେ କାହାକୁ ରାଜା ବୋଲି କୁହାଯାଇଛି? ଉତ୍ତର ଏହି କବିତାରେ ପୃଥିବୀକୁ ରାଜା ବୋଲି କୁହାଯାଇଛି। ଘ ପ୍ରଶ୍ନରେ ବର୍ଷା ଋତୁକୁ ସକଳ ଋତୁଙ୍କର ସାର ବୋଲି କବି କାହିଁକି କହିଛନ୍ତି? ଉତ୍ତର ବର୍ଷା ଋତୁରେ ପୃଥିବୀ ଶସ୍ୟ ସମ୍ପଦରେ ପରିପୂର୍ଣ୍ଣ ହେଉଥିବାରୁ ଏହାକୁ ସକଳ ଋତୁଙ୍କର ସାର ବୋଲି କବି କହିଛନ୍ତି। 9 ନମ୍ବର ପ୍ରଶ୍ନରେ ମୟୂର କାହାକୁ ଚାହିଁ ନୃତ୍ୟ କରେ? ଉତ୍ତର ମୟୂର ମେଘକୁ ଚାହିଁ ନୃତ୍ୟ କରେ। 3 ନମ୍ବର ପ୍ରଶ୍ନରେ ଏକ ସରଳାର୍ଥ ରହିଛି। ମହିମଣ୍ଡଳ ଦୁଃଖ ଚାହିଁ ଜଳ ଛାଡ଼ିଲା ତୋଷ ହୋଇ। ଉକ୍ତ ପଦ୍ୟାଂଶଟି ଆମ ସାହିତ୍ୟ ପୁସ୍ତକର ବର୍ଷା କବିତାରୁ ଆନିତ। ଏଠାରେ କବି ଜଗନ୍ନାଥ ଦାସ ବର୍ଷା ଋତୁର ଆଗମନ ବିଷୟରେ ବର୍ଣ୍ଣନା କରିଛନ୍ତି। ଏତିକି ଅଂଶକୁ ଆମେ ପ୍ରଥମେ ଗୋଟିଏ ଅନୁଚ୍ଛେଦରେ ଲେଖିବା। ଦ୍ୱିତୀୟ ଅନୁଚ୍ଛେଦରେ ଗ୍ରୀଷ୍ମ ଋତୁ ପରେ ଧରାକୁ ଆଗମନ କରିଛି ବର୍ଷା ଋତୁ। 8 ମାସ ଗ୍ରୀଷ୍ମର ଉତ୍ତାପରେ ଜୀବଜଗତ ଅତିଷ୍ଠ ହୋଇ ପଡ଼ିଛନ୍ତି। ଜୀବଜଗତର ଦୁଃଖକୁ ଅନୁଭବ କରି ମେଘ ଜଳଦାନ କରିଛି ଓ ସମସ୍ତଙ୍କୁ ସନ୍ତୁଷ୍ଟ କରିଛି। ଦ୍ୱିତୀୟ ଅନୁଚ୍ଛେଦଟି ପରେ ଗୋଟିଏ ଧାଡ଼ି ଆମେ ଲେଖିବା। ବର୍ଣ୍ଣନାଟି ହୃଦୟସ୍ପର୍ଶୀ ଅଟେ। ଠିକ୍ ଏହିପରି ଆମେ ଖ ନମ୍ବର ଅଳପ ନଦୀଏ ପୂରିଲେ ଲହରୀ ମତେ ଉଛୁଳିଲେ ଏବଂ ଗ ନମ୍ବରରେ ଛତୁ ଯେ ଛତ୍ରପ୍ରାୟ ହୋଇ ରାଜାର ପ୍ରାୟ ଦିଶେ ମହି। ଏହାର ସରଳାର୍ଥ ମଧ୍ୟ ଏହିପରି ଭାବରେ ଆମେ ଲେଖିପାରିବା। 4 ନମ୍ବର ପ୍ରଶ୍ନରେ ଖାଲି ଘର ପୂରଣ କର। ବହିରେ ଥିବା ପଦ ଗୁଡ଼ିକ ଦେଖି ଆମେ ଖାଲି ଘରକୁ ପୂରଣ କରିପାରିବା। ପ୍ରାଣୀ ଜୀବନ ଜଳରାଶି କରୁଣା ଚିତ୍ତରେ ବରସି। ନାନା ପ୍ରକାରେ ଶସ୍ୟ ରାଶି ଏଣେ ପୂରିତ ମହି ଦିଶି। 5 ନମ୍ବର ପ୍ରଶ୍ନରେ ସୂର୍ଯ୍ୟଙ୍କର ଏବଂ ପୃଥିବୀର ପ୍ରତିଶବ୍ଦ ପୁସ୍ତକରେ କ'ଣ ଅଛି ତାହା ଲେଖିବା ପାଇଁ କୁହାଯାଇଛି। ସୂର୍ଯ୍ୟଙ୍କ ପ୍ରତିଶବ୍ଦ ରବି, ପୃଥିବୀର ପ୍ରତିଶବ୍ଦ ମହି ଓ ମଞ୍ଚପୁର। 6 ନମ୍ବରରେ ଗଦ୍ୟ ରୂପ ଦିଆଯାଇଛି। ଶବଦ ଶବ୍ଦ, ଗରଜି ଗର୍ଜି, ବରସି ବର୍ଷି, ଗ୍ରୀଷ୍ମ ଗ୍ରୀଷ୍ମ, ତପତ ତପ୍ତ, ଅଳ୍ପ ଅଳ୍ପ। ସେମିତି 7 ନମ୍ବରରେ କୁହାଯାଇଛି କିଛି ଶବ୍ଦର ଅର୍ଥ ଅଛି, ତା ଭିତରୁ ଠିକ୍ ଶବ୍ଦଟି ଲେଖ। ମଞ୍ଚପୁର, ମର୍ତ୍ତ୍ୟପୁର। ଗୁଞ୍ଜନ୍ତି, ଭୋଜନ କରନ୍ତି। ମଣ୍ଡୁକ, ବେଙ୍ଗ, ନିଶାମୁଖ, ସନ୍ଧ୍ୟାବେଳ। 8 ନମ୍ବର ପ୍ରଶ୍ନରେ ଅଷ୍ଟକୁ 8 କୁହାଯାଏ। ଠିକ୍ ସେହିପରି 9କୁ 9, 7କୁ 7, 6କୁ 6, 11କୁ 11 ବୋଲି କୁହାଯାଏ। 9 ନମ୍ବର ପ୍ରଶ୍ନରେ ଯେଉଁ ଶବ୍ଦଟି ଅନ୍ୟ ଶବ୍ଦଠାରୁ ଭିନ୍ନ ତାକୁ ଅଲଗା କରିବା ପାଇଁ କୁହାଯାଇଛି। ବର୍ଷା, ବିଜୁଳି ଓ ପବନ ଏ ତିନିହେଁ ବର୍ଷାରେ ସାହାଯ୍ୟ କରନ୍ତି, କିନ୍ତୁ ଗିରିଶିଖ ସାହାଯ୍ୟ କରିନଥାଏ
ତେଣୁ ଗିରିଶିଖ ଏଠାରେ ସ୍ୱତନ୍ତ୍ର ଅଟେ ବା ଭିନ୍ନ ଅଟେ। ଖ ନମ୍ବର ମଣ୍ଡୁକ୍ୟ, ମୟୂର, ଛତୁ ଖଦ୍ୟୋତ। ଏଠାରେ ମଧ୍ୟ 3ଟି କୀଟ ବା ପଶୁପକ୍ଷୀଙ୍କ ନାମ ଉଲ୍ଲେଖ ଅଛି। ଏହା ଭିତରେ ଛତୁ ଏକ ଖାଦ୍ୟ ବା ଉଦ୍ଭିଦ, ତେଣୁ ଏହା ଅନ୍ୟ ଶବ୍ଦଠାରୁ ଭିନ୍ନ ବୋଲି ଲକ୍ଷ୍ୟ କରାଯାଇଛି। ଏହିପରି ଭାବରେ ଆମେ ବର୍ଷା କବିତାଟିକୁ ପଢ଼ିବା ଏବଂ ଏହାର ଅଭ୍ୟାସରେ ଥିବା ପ୍ରଶ୍ନ ଉତ୍ତର ଗୁଡ଼ିକ ସୁନ୍ଦର ଭାବରେ ଖାତାରେ ଲେଖିବା। ଧନ୍ୟବାଦ।